ଜୟ ଜଗନ୍ନାଥ ସାଙ୍ଗମାନେ, ଏ ଯେଉଁ ରଥଟି ଆପଣ ଦେଖୁଛନ୍ତି ଏ ହେଉଛି ମାଦଳାପାଞ୍ଜିରେ ବର୍ଣ୍ଣିତ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ଗଡ଼ର ନନ୍ଦିଘୋଷ ରଥ। ଦେଖନ୍ତୁ ନନ୍ଦିଘୋଷ ରଥ ଟାଣିବା ପାଇଁ କେତେ ଲୋକ ଆସିଛନ୍ତି। ଆଉ କିଛି ସମୟ ଭିତରେ ପୁରା ଜନସମୁଦ୍ରରେ ପରିଣତ ହେଉଛି। ସାଙ୍ଗମାନେ ଆଜି ତ ନନ୍ଦିଘୋଷ ରଥ ଟଣା ହେବ, ସମସ୍ତଙ୍କୁ ଦେଖେଇବି ଆଉ ଜନସମୁଦ୍ର କେମିତି ପରିଣତ ହେଲା, କେତେ ଲୋକ ଆସିଲେ ବି ଦେଖେଇବି। ଚାଲନ୍ତୁ ଆଜି ଟିକେ ଯିବା ମୀନା ବଜାର ଆଡ଼େ ବୁଲିକି ପଳେଇ ଆସିବା। ଲୋକ ତ ବହୁତ ସାରା ବର୍ତ୍ତମାନ ଆସିକି ଗଦା ହେଇଗଲେଣି। ଭାବୁଛି ଆଉ କିଛି ସମୟ ଭିତରେ ନା ସୋରିଷ ପକେଇଲେ ବି ତଳେ ପଡ଼ିବନି। ଆଉ ସେ ଫାଇନାଲି ଚାଲନ୍ତୁ ଆମେ ଯିବା ବର୍ତ୍ତମାନ ମୀନା ବଜାର ଭିତରେ ଦେଖିବା କ'ଣ କ'ଣ ସବୁ ଦୋକାନ ପଡ଼ିଛି, କ'ଣ ସବୁ ଦୋଳି ପଡ଼ିଛି। କିନ୍ତୁ କ'ଣ କରିବା ଭାଇ, ଜଗନ୍ନାଥଙ୍କ ରଥ ଛାଡ଼ିକି ଯିବାକୁ ଇଚ୍ଛା ହେଉନି। ଆଉ ଲୋକ ବି ଆସୁଛନ୍ତି, ପୋଲିସ ଟ୍ରାଫିକ୍ ପୋଲିସ ଏଠି ଠିଆ ହେଇଛନ୍ତି। ଜଣେ ଭାଇ କ'ଣ କଥା ହେଉଛନ୍ତି ତାଙ୍କ ସହିତ, କ'ଣ ଗୋଟେ ପ୍ରୋବ୍ଲେମ୍ ହେଇଛି ବୋଧେ କି ଗାଡ଼ି ଛାଡ଼ୁନାହାନ୍ତି ସେଥିପାଇଁ। ଆଉ ଏବେ କ'ଣ କରିବା ନା ଦେଖନ୍ତୁ ଲସି ଦୋକାନ ଗୋଟେ ହେଇଛି, ବିଷ୍ଣୁପ୍ରିୟା ଲସି ଦୋକାନ। ଆଉ ଏ ଆମର ଜଗନ୍ନାଥ ମନ୍ଦିର ରଥ। ଦେଖିଲେ ମୀନା ବଜାର ଗେଟ୍, ଏଇଟା ହେଉଛି ଆମ ମୀନା ବଜାର ଗେଟ୍। ଆଉ ଏଠି ନନ୍ଦିଘୋଷ ରଥ ଠିଆ ହେଇଛି ବହୁତ ପାଖାପାଖି, ଜଗନ୍ନାଥ ମନ୍ଦିର ପାଖାପାଖି ଅଛି ଆମ ମୀନା ବଜାର। ଦେଖନ୍ତୁ ସାଙ୍ଗମାନେ କିଛି ସମୟ ଭିତରେ ବହୁତ ସାରା ଲୋକ ହେଇଗଲେଣି। ସେ ଯାହା ହେଉଛି ଚାଲନ୍ତୁ ଆମେ ମୀନା ବଜାର ଭିତରକୁ ପଶିଯିବା, କ'ଣ କ'ଣ ସବୁ ଦୋକାନ ହେଇଛି ଦେଖିବା। ବାବାରେ ସାଇଟ୍ ହେଉନାହାନ୍ତି ଆଉ। ଜେଜେ ନାତି ବୁଲିବାକୁ ଯାଇଥିଲେ, ମୋ ସହିତ ତାଙ୍କ ନାତି ନେଇକି ଆସିଥିଲେ ବୁଲିବାକୁ। ଆମର ମୀନା ବଜାର ଭିତରେ ଏଣ୍ଟ୍ରି କରୁ କରୁ ବାଁ ପଟେ ଗୋଟେ ଷ୍ଟ୍ରିମ୍ କେକ୍ ଆଉ ଗୋଟେ ମଟର ସୁପ୍ ଦୋକାନ। ତାପରେ ଆମର ପଡ଼ିଯିବ ଗୋଟେ ଭଲ ଦୋକାନ, ସେଇଟା ହେଉଛି ଆମର ପପୁନା ଭାଇର ମଥୁରା କେକ୍ ଦୋକାନ। ଦେଖନ୍ତୁ ସାଙ୍ଗମାନେ କେତେ ସାରା ଦୋକାନ ଲାଗିଛି, କେତେ ସାରା। ରେ ଗେଡ଼ୁ ଶୁଭୁନି କିରେ ତତେ? ହାଏ ଏଇ ଯେଉଁ ଥଣ୍ଡାଟା ଲାଗିଛି ଏଇଟା ହେଉଛି ମୋର। ଏଠି କପ୍ ପ୍ଲେଟ୍ ଦୋକାନ, ହରେକ ମାଲ ଦୋକାନ। ଏଇଟା ହେଲା ବିରଞ୍ଚି ଭାଇଙ୍କ ମଥୁରା କେକ୍ ଦୋକାନ। ବିଜୁ ଭାଇର ମଟର ସୁପ୍ ଦୋକାନ, ମଟର ସୁପ୍ ବିଜୁ ଭାଇ ଭଲ କରେ। ଦେଖନ୍ତୁ ସାଙ୍ଗମାନେ ମୀନା ବଜାର ଭିତରେ ବି ବହୁତ ସାରା ଲୋକ ବର୍ତ୍ତମାନ ହେଇଗଲେଣି। ଆଉ କିନ୍ତୁ ବର୍ଷା ହେଉଥିଲା ସକାଳେ, ବର୍ଷା ଛାଡ଼ିଲା ପରେ ଦେଖନ୍ତୁ ବହୁତ ସାରା ଲୋକ ବି ମୀନା ବଜାର ଭିତରେ, ମାନେ ଦାଣ୍ଡରେ ତ କେତେ ଲୋକ ଥିଲେ କିନ୍ତୁ ମୀନା ବଜାର ଭିତରେ ବି ବହୁତ ସାରା ଲୋକ ଅଛନ୍ତି। ଆଉ ଟିକେ ସମୟ ପରେ ତ ମୀନା ବଜାର ଭିତରେ ଆଉ ଜାଗା ହେବନି। ଏଇଟା ଚନ୍ଦନ ବାବୁଙ୍କ ମଥୁରା କେକ୍ ଦୋକାନ। ତାପରେ ଯିବା ଆଲୋ ସମସ୍ତଙ୍କ ଦୋକାନ ଫାଙ୍କା, ଦେଖିଲା ବେଳକୁ ଆମ ସଇଙ୍କର ଦୋକାନ ପୁରା ହାଉସଫୁଲ୍। ହଉ ଆଉ ଫାଇନାଲି ଏବେ ଦୋଳି ପାଖରେ ପହଞ୍ଚିଗଲି। ଏଠି ମନୋଜ ଭାଇ ଲଗେଇଛି ସୋଡ଼ା ଗାଡ଼ି, ଆଉ ସାଇଡ଼୍ରେ ନା ଗୋଟେ ସ୍ପ୍ରିଙ୍ଗ ପଟାଟ ଦୋକାନ ହେଇଛି, ବମ୍ବେ ଚୁସ୍କି। ଦେଖନ୍ତୁ ଗୋଟେ ଚକ୍ରୀ ପଡ଼ିଛି ଏଠି, ଗୋଟେ ଛୋଟିଆ କୁନି ପୁଅଟେ ବସିଛି। ମୋ ପୁଅ ବସିବାକୁ ଭାରି ଭଲ ପାଏ। ଏପଟେ କ'ଣ ଦୋକାନ, ଏଇଟା ହେଲା ବ୍ରେକ୍ ଡ୍ୟାନ୍ସ। କି ବ୍ରେକ୍ ଡ୍ୟାନ୍ସରେ ବସିବାକୁ ଭଲ ପାଆନ୍ତି କମେଣ୍ଟରେ ଟିକେ କହିବେ। ଆଉ ଏଇଟା ହେଲା ହେଲିକପ୍ଟରଟା ଫିଟିଂ ହେଉଛି, ଛୋଟ ଛୋଟ ଛୁଆମାନେ ସବୁ ଏଥିରେ ବସିବେ। ଚାଲନ୍ତୁ ଦେଖିବା ଆଉ କ'ଣ ହେଇଛି। ଡ୍ରାଗନ୍ ଲାଇଜର ସେପଟେ ସେ ଯେଉଁ ଦେଖୁଛନ୍ତି, ଏ ବର୍ଷ ରାମଦୋଳି ଆସିନି, ସେଇଟା ଗୋଟେ ଡଙ୍ଗାଟେ ଆସିଛି। ଆଉ ବର୍ଷା ଯୋଗୁଁ ତ କାଦୁଅ ଟିକେ କାଦୁଅ ପଚ ହେଇଛି। ଆଉ କ'ଣ କରିବା, ତଥାପି ଚାଲନ୍ତୁ ଆଉ ଟିକେ ଆଗକୁ ଯିବା ଭାରି। ଲୋକମାନେ ଖାଉଛନ୍ତି କିନ୍ତୁ ଡଷ୍ଟବିନ୍ ୟୁଜ୍ କରୁନାହାନ୍ତି।
ଯୋଉଠି ଅଛନ୍ତି ସେଠି ପକେଇ ଦେଉଛନ୍ତି। ଓପା କାଳିଆ ଭାଇ ଦୋକାନ, କାଳିଆ ଭାଇ କିଣୁଛି ନା କଣ? ହଁ ସେ ଯାହା କରୁଛି ଘରେ ପଳେଇ ଆଡେ। ଦେଖନ୍ତୁ ମାନେ ଏଇପଟ ଏରିଆରେ ବହୁତ ସାରା ଦୋକାନ ପଡ଼ିଛି, ବହୁତ ସାରା। ଇମାଜିନ୍ ବାହାରେ 99 ଟଙ୍କାରେ ସବୁ ଖେଳନା ସେଟାର ସବୁ ବିକା ହେଉଛି। ଆଉ ଏପଟେ ଆମର ଆଲୋକ ଖେଳନା ଦୋକାନ, କେତେ ଭେରାଇଟିର ଖେଳନା। ଭାଇ କେତେ ଭେରାଇଟିର ଖେଳନା ଦେଇଛ କି? ଓ ଗାଲରେ ହାତ ଦେଇକି ବସୁଛ। କିନ୍ତୁ ସାଙ୍ଗ କଣ ତୋଫାନ ଚୁଡ଼ି ମହଲ, ଆଲୋ ମୋ ନାଁରେ ପୁଣି କିଏ ଗୋଟେ ଚୁଡ଼ି ମହଲ ଖୋଲି ସାରିଲାଣି। ନାଇଁ ନାଇଁ, ଆକ୍ଚୁଆଲି ମୋ ନାଁ ନୁହଁ, ତାଙ୍କ ନାଁ ବି ହେଉଛି ତୋଫାନ। ଆଉ ବର୍ତ୍ତମାନ ମୀନା ବଜାର ଆମେ 3 ଜଣ ତୋଫାନ ଅଛୁ, 2 ଜଣ ଚୁଡ଼ିବାଲା ଆଉ ମୁଁ। ଭଲ ବଣ୍ଡିଙ୍ଗ ସମସ୍ତଙ୍କ ସାଙ୍ଗରେ। ଏଇ ଯେଉଁ ଖେଳନା ଦୋକାନ, ଏଠି ବି ଆମେ ଟିକେ ବସିକି ଖଟି କରୁ। ବହୁତ ସାରା ଲୋକ ହେଲେଣି, ଭାବୁଛି ମୋ ଭିଡ଼ିଓ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଟିକେ କମେଣ୍ଟ ବକ୍ସ